ନାଇଁ? କମ୍ପାନୀରୁ ପଇସା ଆଣିକି ମୁଁ ଚଳେନି। କମ୍ପାନୀରୁ ପଇସା ଆଣିକି ମୁଁ ରାଜନୀତି କରେନି। ମୋ ବାପା ମତେ ଦିଏ, ମୁଁ ରାଜନୀତି କରେ। ବୁଝିଲେ ନା? ଟଙ୍କାରେ ବିକା କିଣା ହେବା ଲୋକ ନାହିଁ। ପଦ ପଦକୁ ଲାଳାୟିତ ହୋଇକି ମୁଁ ଦଳକୁ ଯିବାର ନାହିଁ। ମତେ ବିଜେଡି ଦଳ ଯୋଉ ହଇରାଣ ହରକତ କରିଥିଲା ତା ପ୍ରତିଶୋଧ ନେଲି। ଅନେକ ଥର ମଧ୍ୟ ଡାକିଛନ୍ତି, ବିଭିନ୍ନ ଅଫର ଦେଇଛନ୍ତି, ମୁଁ ଯାଇନି। 2014ରେ ଯେବେ ରଞ୍ଜି ବିଶାଳ ରାଜ୍ୟସଭା ଗଲେ, ସେ ସମୟରେ ମୋର ଭୂମିକା କଣ ଥିଲା ରଞ୍ଜି ବିଶାଳ ପଚାରନ୍ତୁ। ସେତେବେଳେ ଦେଇଥିଲେ ତାକୁ ଆପଣ ମତଦାନ କଲେ ନାଇଁ ମତଦାନ ମୋର କଣ ଭୂମିକା ଥିଲା ପଚାରନ୍ତୁ, ସେ ନିଜେ କହିବେ। ତାଙ୍କୁ ଜିତେଇବାରେ। ହେଲା, କଣ ଭୂମିକା ଥିଲା। ଏବେ ଦଳ ଆପଣଙ୍କୁ ସସ୍ପେଣ୍ଡ କଲା, ପରବର୍ତ୍ତୀ ପଦକ୍ଷେପ ଆପଣ ପୁଣି କଣ? କାରଣ ଯଦି ଆପଣ କହୁଛନ୍ତି ଆମେ 3 ଜଣ ଯାକ ଦେଲୁ କାହାକୁ ଯେ ଦତ୍ତେଶ୍ୱର ହୋତାଙ୍କୁ ଦେଲୁନୁ, କ୍ରସ୍ ଭୋଟ କରିଲୁ, ଆପଣ ଦଳରୁ ନିଲମ୍ବନ କରାହେଲା, ପରବର୍ତ୍ତୀ ପଦକ୍ଷେପ ପୁଣି କଣ ରହିବ? ପରବର୍ତ୍ତୀ ପଦକ୍ଷେପ ଏବେ ତ ଚିନ୍ତା କରାହେଇନି। ମୁଁ ମୋ ନିଜ ଷ୍ଟାଣ୍ଡ ହୁଏ। ମୁଁ ମୋର ନିଜର ବୁଦ୍ଧି ବି ଯାହା କୁହେ ତାହା କରେ। କିନ୍ତୁ ଆପଣ ଗୋଟେ